ଆଜିର ଭିଡ଼ିଓ କୃଷିର ପର୍ବ ଅକ୍ଷୟ ତୃତୀୟା। ଓଡ଼ିଶା ଏକ ପର୍ବପର୍ବାଣୀର ରାଜ୍ୟ। ଧର୍ମପ୍ରାଣ ଉତ୍କଳୀୟମାନେ କେଉଁ ପ୍ରାଚୀନ କାଳରୁ ପର୍ବପର୍ବାଣୀ ପାଳନ କରି ଆସୁଛନ୍ତି। ଓଡ଼ିଆରେ କଥା ଅଛି, 12 ମାସରେ 13 ପର୍ବ, ଅର୍ଥାତ୍ ବେଳକାଳ ତୁଳନାରେ ବହୁ ପର୍ବ ଓଡ଼ିଶାରେ ଅନୁଷ୍ଠିତ ହୁଏ। ଓଡ଼ିଶାର ପର୍ବପର୍ବାଣୀ ଗୁଡ଼ିକ ମୂଳରେ ଧର୍ମୀୟ ଭାବନା ସାଧାରଣତଃ ନିହିତ। ମାତ୍ର ଅନେକ ପର୍ବ କୃଷି, ସ୍ୱାସ୍ଥ୍ୟ ଓ କିମ୍ବଦନ୍ତୀ ଭିତ୍ତି ଉପରେ ପ୍ରତିଷ୍ଠିତ। ବୈଶାଖ ବର୍ଷର ପ୍ରଥମ ମାସ। ଏହି ମାସରେ ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଅକ୍ଷୟ ତୃତୀୟା, ନୃସିଂହ ଜନ୍ମ ଓ ବୁଦ୍ଧ ପୂର୍ଣ୍ଣିମା ଆଦି ପର୍ବ ପାଳିତ ହୁଏ। ଓଡ଼ିଶାର ଜଗନ୍ନାଥ ସଂସ୍କୃତି ତଥା ପଞ୍ଜିକା ଅନୁଯାୟୀ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ। ଆମ ଓଡ଼ିଶାର ଅକ୍ଷୟ ତୃତୀୟା ଏକ ଶୁଭ ଦିନ ଓ ଗୋଟିଏ କୃଷିଭିତ୍ତିକ ପର୍ବ। ଏହି ଦିନ ଚାଷୀ ତାର କ୍ଷେତରେ ଅକ୍ଷିମୁଠି ଧରି ଚାଷ କାମର ଶୁଭ କାମ ଆରମ୍ଭ କରିଥାଏ। କ୍ଷେତର ହିଡ଼ମୁଣ୍ଡରେ କ୍ଷୀର, ଅରୁଆ ଚାଉଳ, ଭୋଗ, ଧୂପ ଦୀପ ଦେଇ ପୂଜା କରି ହଳ ଧରି ଧାନ ବୁଣା କାମ ଆରମ୍ଭ କରିଥାଏ। ଅକ୍ଷୟ ତୃତୀୟା ଚାଷୀକୂଳର ପ୍ରମୁଖ ପର୍ବ। କୃଷକ ଉତ୍ସାହ ଉଦ୍ଦୀପନା ଭିତରେ ଜମିରେ ମୁଠି ଅନୁକୂଳ କରେ। କୃଷିର ଆରମ୍ଭ ଏହି ଦିନଠାରୁ ହୁଏ। ଏହି ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେଉଥିବା ଚନ୍ଦନ ବା ଚାପ ଯାତ୍ରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମୁଖ୍ୟ ପର୍ବ। କାରଣ ଚନ୍ଦନ ଯାତ୍ରା 21 ଦିନ ଧରି ପାଳନ କରାଯାଏ। ଚନ୍ଦନ ଚାପ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ହୁଏ। ନରେନ୍ଦ୍ର ପୁଷ୍କରିଣୀର ମଝିରେ ଗୋଟିଏ ମନ୍ଦିର ଅଛି। ବିମାନ ଯୋଗେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଜେ ପ୍ରତିମା ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ପୁରୀଧାମର ଶିବଙ୍କ ବିଜେ ପ୍ରତିମା ଶ୍ରୀ ଲୋକନାଥ, ଶ୍ରୀ ଯମେଶ୍ୱର, ଶ୍ରୀ ମାର୍କଣ୍ଡେୟ, ଶ୍ରୀ ନୀଳକଣ୍ଠ ନରେନ୍ଦ୍ର ପୁଷ୍କରିଣୀକି ଯାଇଥାନ୍ତି। ପୁରାଣରେ ବର୍ଣ୍ଣିତ ଅଛି ଯେ ସତ୍ୟ, ତ୍ରେତା, ଦ୍ୱାପର ଓ କଳି ଏହି 4 ଯୁଗ ମଧ୍ୟରୁ ପ୍ରଥମ ସତ୍ୟଯୁଗ ଅକ୍ଷୟ ତୃତୀୟା ଦିନ ଆରମ୍ଭ ହୋଇଥିଲା। ମହାପ୍ରଭୁ ଜଗନ୍ନାଥଙ୍କର ରଥର ନିର୍ମାଣ କାର୍ଯ୍ୟ ଏହି ଦିନ ଆରମ୍ଭ ହୁଏ। ତେଣୁ ଏହି ଦିନଟିକୁ ଗୋଟିଏ ଶୁଭ ଦିନ ବୋଲି ଓଡ଼ିଶାବାସୀମାନେ ମନେ କରନ୍ତି। ବିବାହ, ବ୍ରତ, ନୂତନ ଗୃହପ୍ରବେଶ, ଯାଗଯଜ୍ଞ ଇତ୍ୟାଦି ଶୁଭ କାର୍ଯ୍ୟ ଆରମ୍ଭ କରାଯାଏ। ଏହି ଦିନ ଏକ ଶୁଭ ଦିନ। ଏହି ଦିନରେ ଯେଉଁ ସବୁ କାର୍ଯ୍ୟ ଆରମ୍ଭ ହୁଏ ତାହା କ୍ଷୟ ହୁଏ ନାହିଁ ବୋଲି ଲୋକଙ୍କର ବିଶ୍ୱାସ। ତେଣୁ ଏହାର ନାମ ଅକ୍ଷୟ ତୃତୀୟା ହୋଇଛି। ସେଥିପାଇଁ ଲୋକମାନେ ଏହି ଦିନ ବିଭିନ୍ନ ପ୍ରକାରର ଶୁଭ କାମ ଆରମ୍ଭ କରିଥାନ୍ତି। ଏହି ଦିନ କବି ଜୟଦେବ ପୁରୀ ଜିଲ୍ଲାର କେନ୍ଦୁବିଲ୍ୱ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଜଗନ୍ନାଥଙ୍କ ଆଶୀର୍ବାଦରେ ଗୀତ ଗୋବିନ୍ଦ କାବ୍ୟ ରଚନା କରି ସାରା ବିଶ୍ୱରେ ପରିଚିତ ହୋଇଥିଲେ। ଏହା ଆମର ଏକ ଗୌରବ। ଚନ୍ଦନ ଯାତ୍ରା ସରିବା ପରେ ଠାକୁରମାନଙ୍କୁ ନେଇ ଜଗାତିରେ ବସାନ୍ତି। ଧୂପ ଦୀପ ନୈବେଦ୍ୟ କରନ୍ତି। ଠାକୁରଙ୍କ ଆଗରେ ବିଭିନ୍ନ ପ୍ରକାରର ନାଚ ଗୀତ ପାଲା ହୁଏ। ଦେବଦାସୀମାନେ ନାଚନ୍ତି ଏବଂ ଆଲଟ ଚାମର ପଡ଼େ। ଗୀତ ଗୋବିନ୍ଦ କାବ୍ୟ ବୋଲାଯାଏ। ଭକ୍ତମାନଙ୍କୁ ଠାକୁରମାନେ ଦର୍ଶନ ଦେଇ ନିଜ ସିଂହାସନରେ ବିଜେ କରିଥାନ୍ତି। ଶେଷ ଦିନଟିକୁ ଭଉଁରୀ ଉତ୍ସବ କୁହାଯାଏ। ଏହା ବହୁ ଆଡ଼ମ୍ବର ସହକାରେ ଜାକଜମକରେ ବାଣ ବାଜା ବଜାଇ ପାଳନ କରାଯାଏ। ଏଥିପାଇଁ ପୁରୀର ଆଖପାଖ ଅଞ୍ଚଳ ଓ ସାରା ଓଡ଼ିଶାରୁ ବହୁ ଅଞ୍ଚଳରୁ ଭକ୍ତମାନେ ଆସିଥାନ୍ତି ଏହା ଦେଖିବା ପାଇଁ।